ଗଳ୍ପ ଚଉର ଡାକୁଙ୍କର ଧର୍ମଘଟ। ଲେଖକ ଶ୍ରୀ ଫତୁରାନନ୍ଦ। ମୁଁ ପାଠ କରୁଛି ଶାନ୍ତନୁ ତ୍ରିପାଠୀ। ବେଳେ ବେଳେ ମଣିଷ ଜୀବନରେ ଅଘଟଣ ଘଟିଯାଏ। ହିମାଳୟ ଲଙ୍ଘନ କରିଥିବା ବ୍ୟକ୍ତି ସାମାନ୍ୟ କୁଦାଟାଏ ଚଢୁ ଚଢୁ ଖସିପଡ଼ି ଗୋଡ଼ ହାତ ଭାଙ୍ଗିଯାଏ। ଶୁଣିବା ମାତ୍ରେ ଲୋକେ ହସିବେ, କିନ୍ତୁ ଏମିତି ବି ହୁଏ। ଭାଗ୍ୟ ଉପରେ କରାମତି କାହାର? ସବୁ କ୍ଷେତ୍ରରେ ଏମିତିଆ ଅସଙ୍ଗତ କଥା ବେଳେବେଳେ ଘଟିଯାଏ। ସବୁବେଳେ ଘଟେ ବୋଲି କେହି କହୁନି। ଏହାର ଉଦାହରଣ ଇତିହାସରେ ସାଲୁ ସାଲୁ ବାଲୁ ବାଲୁ ହୋଇ ସେଦିନ କି ଘଟଣାଟାଏ ଘଟି ନ ଗଲା। ପୃଥିବୀର ପ୍ରଥମ ପରିକ୍ରମାକାରୀ ୟୁରି ଗାଗାରିନ୍ ରକେଟରେ ବସି ପୃଥିବୀର ମାଧ୍ୟାକର୍ଷଣକୁ ପାର ହୋଇ ପୃଥିବୀର ଚାରିପାଖରେ ଏକାଧିକ ଥର ଘେର ଦେଇ ପୁଣି ପୃଥିବୀକୁ ଚାଲି ଆସିଲେ। ତାଙ୍କ ଜୋତା ତଳରେ ଦାଗଟିଏ ଲାଗିନଥିଲା। ପୃଥିବୀର ପ୍ରଥମ ମହାବୀର ବୋଲି ସମସ୍ତେ ତାଙ୍କୁ ଧନ୍ୟ ଧନ୍ୟ କହିଲେ। ଅଥଚ ସେଇ ୟୁରି ଗାଗାରିନ୍ ସାମାନ୍ୟ ଗୋଟାଏ ଉଡ଼ାଜାହାଜ ଦୁର୍ଘଟଣାରେ ମରିଗଲେ। ଚଉର ଡାକୁ ମହାସଭାର ମହାମାନ୍ୟ ସଭାପତିଙ୍କର ଭାଗ୍ୟରେ ସେହିପରି ବିଡ଼ମ୍ବନା ଦେଖାଗଲା। ସେ ମହାତ୍ମାଙ୍କର କୀର୍ତ୍ତି ସହସ୍ରେ ଲୋକ ଦିନରାତି ବସି କହିଲେ ସରିବନି। ଦରୱାନ ମାନଙ୍କ ଆଖିରେ ଧୂଳି ଦେଇ ସେ ବହୁ ସେଠ ସାହୁକାର ମାନଙ୍କ ଗନ୍ତାଘର ଲୁଟ୍ କରି ଦୁଇଟା ଜେଲର ମେଘନାଦ ପାଚେରୀ ହନୁମନ୍ତ ପରି ଡେଇଁ ପଳେଇଛନ୍ତି। କଡ଼ା ପୁଲିସ ପହରାରେ ଯାଉଥିବା ବେଳେ ବି 3-4 ଥର ଚମ୍ପଟ ଦେଇଛନ୍ତି। ଥରେ ତାଙ୍କର ଅତି ଦୁଃସାହସିକ କାମ ଦେଖି ଲୋକଙ୍କ ଆଖି ଖୋସି ହୋଇଯାଉଥିଲା। 8 ଜଣ ବନ୍ଧୁକଧାରୀ ପୁଲିସ ଥରେ ତାଙ୍କୁ ଗୋଟିଏ ଜେଲରୁ ଅନ୍ୟ ଜେଲକୁ ରେଳଗାଡ଼ି ଯୋଗେ ନେଉଥିଲେ। ବାଟରେ ଗୋଟାଏ ବାଡ଼ ନଥିବା ରେଲପୋଲ ଥିଲା ବୋଲି ଚଉର ମହାଶୟ ଜାଣିଥିଲେ। ସେ ପୋଲ ପଡ଼ିବା ଆଗରୁ ତାଙ୍କୁ ଦୁଇ ଦେଖାଉଛି ବୋଲି କହି ପାଇଖାନାରେ ପଶିଲେ। ଶୌଚ କ୍ରିୟାରେ ବାଧା ଘଟିବ ବୋଲି ପୁଲିସ ବାଲାଏ ବନ୍ଧୁକ ସଜେଇ ରଖି ତାଙ୍କର ଶ୍ରୀହସ୍ତ କଡ଼ି ଖୋଲିଦେଲେ। ସେ ପାଇଖାନାରେ ପଶି ଭିତରୁ କବାଟ କିଳିଦେଲେ ଓ ଖିଡ଼ିକି ଭାଙ୍ଗି ପୋଲ ଆସିଯିବା ମାତ୍ରେ ବଢିଲା ନଈକୁ ଖାପୁ କରି ଡେଇଁ ପଡ଼ିଲେ। ଏଣେ ଦୁଇ କର୍ମ ସମାପନରେ ଅପ୍ରାକୃତିକ ବିଳମ୍ବ ଦେଖି ପୁଲିସ ବାଲାଏ ପାଇଖାନା କବାଟ ଭାଙ୍ଗି ଦେଖନ୍ତି ତ ଚଉର ମହାଶୟ ପବନରେ କୁଆଡ଼େ ମିଳେଇ ଯାଇଛନ୍ତି। ଏପରି ମହା ଐଶ୍ୱର୍ଯ୍ୟଶାଳୀ ଚଉର ମହାଶୟଙ୍କର ପୁଣି ଏମିତିଆ ଦୁର୍ଦ୍ଦଶା ଘଟିପାରେ। ଦିନେ ସେ ଛଦ୍ମବେଶରେ ସହରର ଏକ ଜନବହୁଳ ଅଞ୍ଚଳରେ ବୁଲୁଥିଲେ। ଦଇବା ସେଇଠାରେ ଜଣେ ଲୋକ ପକେଟ ମାରୁ କରି ଚଉର ମହାଶୟଙ୍କ କଡ଼ ଦେଇ ଖସି ପଳାଇଲା। ପକେଟ ମାରୁ ହୋଇଥିବା ଲୋକଟି ହାଉ ହାଉ ହୋଇ ଭୁଲରେ ଚଉର ମହାଶୟଙ୍କୁ ଜାବୁଡ଼ି ଧରି ପକେଇଲା। ଚଉର ମହାଶୟ କଥାଟାକୁ ଗୁରୁତ୍ୱ ଦେଲେ ନାହିଁ। ଯେତେବେଳେ ସେ ପ୍ରକୃତରେ ସାଧୁ ଲୋକ ହୋଇଥିଲେ, ତେଣୁ ସେ ଖସି ପଳାଇବାକୁ ଚେଷ୍ଟା ନ କରି ଲୋକଟି ସଙ୍ଗେ ଧସ୍ତାଧସ୍ତି ହେଲେ। ଗୋଟାଏ ବିଲୁଆ ହୁକେ ହୋ ରଡ଼ି ଦେଲେ ଆଖପାଖର ସବୁ ବିଲୁଆ କୋରସ ଆରମ୍ଭ କରିଦିଅନ୍ତି। ସେମିତି ଗୋଟାଏ ଲୋକ ଜଣେ ସାଧୁ ଲୋକକୁ ଚୋର ଚୋର ବୋଲି କହିବାରୁ ଅନ୍ୟମାନେ ବି ଚୋର କହି ତାକୁ ମାଡ଼ି ବସିଲେ ଓ ପୁଲିସ ହାତରେ ସଅଁପି ଦେଲେ। ପୁଲିସ ତାଙ୍କୁ ପୀଡ଼ା ଦେବା ଲାଗି ତାଙ୍କ ଦାଢ଼ି ଟାଣିଦେବା ମାତ୍ରେ ତାହା ଉଲୁରି ଆସିଲା। ତାଙ୍କୁ ପୁଲିସ ଚିହ୍ନିପାରି ତାଙ୍କ ଉପରେ ଦୌରାତ୍ମ୍ୟ ଆରମ୍ଭ କରିଦେଲେ। ମୁନ୍ସିବାବୁ 2 ଗୋଇଠା ପକାଇ ପୁଲିସ ଶୋଚିତ ଭାଷାରେ କହିଲେ, ହଇବେ ଶଳା, କୋଉଦିନ ଏ ବେଉସା ଛାଡ଼ିବୁ? ହଇବେ ଅଲାଜୁକ, ତୋ ମୁହଁରେ କ'ଣ ଲାଜର ଧାସ ବି ନାହିଁ? ଦାରୋଗା ବାବୁ ଆସି 2 ଡିହ ପକାଇ କହିଲେ, ହଇବେ ଶଳା ଛତରଖିଆ, ତୁ କ'ଣ ଜେଲକୁ ନିଜ ଘର ବୋଲି ପାଇଲୁଣି? ଶଳାଟି ଟିକେ ଏଣ୍ଡ୍ରିନ୍ ଖାଇ ମରୁନୁ। ଶଳାଟି ଆମକୁ ନକସ୍ତକ କରି ସାରିଲୁଣି। ଗୋଟାଏ ସିପାହୀ ତାକୁ ଶ୍ରୀ ପିଚାରେ ଗୋଇଠାଟାଏ ଦେଇ କହିଲା, ହଇବେ ଶଳା, ତୋ ବାପା ମା'ର ବୋଧହୁଏ ଠିକ୍ ନାହିଁ। ତା ହୋଇଥିଲେ ତୋ ମୁହଁରୁ ଲାଜ ସରମ ପୋଛି ହୋଇଯାଇ ନଥାନ୍ତା। ଶଳାଟା କେତେଥର ଠେଙ୍ଗୁଣି ଗୋଇଠା ବିଦା ଖାଇଲୁଣି, କେତେଥର ଜେଲ ଗଲୁଣୁ, ଟିକେ ହେଲେ ବି ତୋର ଛଳ ହେଉନି। ପାକିସ୍ତାନରେ ଚୋରଙ୍କର ଯେପରି ହାତ କଟା ହେଉଛି, ସେମିତି ତୁମ୍ଭମାନଙ୍କର ହାତ କଟା ହେଲେ ଜବତ ହୋଇଯାଆନ୍ତା। ହଇବେ ଶଳା, ନିଶଟାକୁ ଟଙ୍ଗ କରି ରଖିଛୁ କିଆଁ? ଏହା କହି ସିପାହୀ ତାଙ୍କ ଶ୍ରୀ ନିଶକୁ ଝିଙ୍କି ଦେଲା। ଚଉର ମହାଶୟଙ୍କୁ ଭାରି କାଟିଲା, ହେଲେ ସେ ଉଁ କି ଆଁ କଲେ ନାହିଁ। ଚଉର ଡାକୁ ମହାସଭାର ମହାମାନ୍ୟ ସଭାପତି ସ୍ୱୀୟ ଆସନର ମର୍ଯ୍ୟାଦା ଓ ଗୌରବ ରକ୍ଷା କରିବାକୁ ଗାମ୍ଭୀର୍ଯ୍ୟର ସହ ମୌନ ରହିଲେ। ସିପାହୀଟାକୁ ଏପରି ଏକ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁଲେ ଯେ ସେ ଟିକିଏ ଦବି ଯାଇ ସେ ସ୍ଥାନ ପରିତ୍ୟାଗ କଲା। କୂଅରେ ବେଙ୍ଗ ପଡ଼ିଥିଲେ ସମସ୍ତେ ଟେକାଏ ପକେଇଥାନ୍ତି। ଚଉର ମହାଶୟ କାହାରିକୁ କିଛି ନ କହି କେବଳ ଭାବୁଥାନ୍ତି, ସତରେ ଯଦି ମୁଁ ଟଙ୍କା ନେଇଥାନ୍ତି, ତେବେ ପୁଲିସର ବଡ଼ ବୋପାମାନେ ଫୌଜ ଆସିଥିଲେ ବି ମତେ ଧରି ପାରିନଥାନ୍ତା।
ନିଛାଟିଆ ଥାନରେ ମତେ ଯଦି ପୁଲିସଟାଏ ଦଇବାତ ଭେଟୁଥିଲା ତେବେ ତାର ପେଣ୍ଟ ଓଦା ହୋଇଯାଉଥିଲା। ଆଜି ଏ ପୁଣି କଣ ହେଲା? ଏସପି ମୋ ସହିତ ହୁସିଆର ହୋଇ କଥାବାର୍ତ୍ତା କରେ, ଅଥଚ ଏଲଏନଟି ଟିକେ ଯିବିନି ଆଡୁ ଗୁଡାକ ମତେ କଣ କହି ଯାଉଛନ୍ତି। ଏ ମୂର୍ଖ ଗୁଡାକ କାହାକୁ କଣ କହୁଛନ୍ତି ଜାଣିପାରୁନାହାନ୍ତି। ଏ ଛୋଟଲୋକ ଗୁଡାଙ୍କୁ ଦେଖିଲେ ଜାଣିପାରୁନାହାନ୍ତି। ଏ ଛୋଟଲୋକ ଗୁଡାଙ୍କୁ ଦେଖିଲେ ମନରେ ଦୟା ଆସୁଛି। ହଉ, ଯାହା ହେଉଛି ହେଇଯାଉ। ଏଇ ସାମାନ୍ୟ ଘଟଣାରେ ଭାଙ୍ଗି ପଡିବା ଲୋକ ମୁଁ ନୁହେଁ। ଝଡ ବତାସର ମୁକାବିଲା ଯିଏ କରିଛି ସେ ହାତ ପଙ୍ଖାର ପବନକୁ ଘାବରେଇବ? ଦୁଃଖ ସୁଖ ଶୀତ ଉଷ୍ମମାନ ଅପମାନ ଭିତରେ ସ୍ଥିତଧ୍ୱୀ ମୁନି ପରି ଅବିଚଳିତ ନିର୍ଲିପ୍ତ ଭାବରେ ଚୌର ମହାତ୍ମା ଧ୍ୟାନମଗ୍ନ ହେଲା ପରି ବସିଥାନ୍ତି। ଦୁଷ୍ଟ ପୁଲିସ ମାନଙ୍କର ଅମାର୍ଜିତ ଅରୁଚିକର ଅସମ୍ମାନଜନକ ଓ ଅଶିଷ୍ଟ ଗାଳିଗୁଡାକ ତାଙ୍କଠାରେ ଲେଶମାତ୍ର ପ୍ରତିକ୍ରିୟା ସୃଷ୍ଟି କରି ପାରିଲା ନାହିଁ। ଏଡେ ବଡ ଦୈବୀ ଶକ୍ତି ସମ୍ପନ୍ନ ମହାନ ଚୌର ଗିରଫ ହୋଇ ଥିବା ଖବର ରାଜ୍ୟ ସାରା ବିଦ୍ୟୁତ ବେଗରେ ଖେଳିଗଲା। ଉଭୟ ପୁଲିସ ଓ ଚୌର ମହଲରେ ଏକ ଆଲୋଡ଼ନ ଖେଳିଗଲା। ଲୋକମାନେ ମହାତ୍ମାଙ୍କୁ ବାନ୍ଧି ଥାନାରେ ପୁଲିସ ଜିମାରେ ଦେଇଥିଲେ ସୁଦ୍ଧା ଖବର କାଗଜ ମାନଙ୍କରେ ଯେଉଁ ଦୁଃସାହସିକ ଓ ଦକ୍ଷ ପୁଲିସ ଅଫିସର ନିଜର ଜୀବନକୁ ପାଣି ଛଡେଇ ଦେଇ ବିପଜ୍ଜନକ ମାରଣାସ୍ତ୍ର ଯୁକ୍ତ ଭୟଙ୍କର ଚୌରକୁ ବିଚକ୍ଷଣତାର ସହ ପକଡ଼ିଲେ, ତାଙ୍କର ଫଟୋ ଓ ତାଙ୍କର ଲୋମହର୍ଷଣକାରୀ ଲଢ଼େଇ ବର୍ଣ୍ଣନା ସବୁ ବାହାରିଲା। ଖୋଦ୍ ଏସପି ଥାନାକୁ ଆସିଲେ। ସେ ଚୌର ମହାତ୍ମାଙ୍କୁ ଦେଖି ପଚାରିଲେ, ତୁମେ ଏଠି ଛୋଟ କାମ କରୁଛ ବୋଲି ମୁଁ ବିଶ୍ୱାସ କରିପାରୁନି। ମହାତ୍ମା ଚୌର ମହାଶୟ ଈଷତ୍ ହସି କହିଲେ, ଆପଣ ମତେ ଭଲ କରି ଚିହ୍ନନ୍ତି। ମୋର ଦୌଡ଼ କେତେ ତାର ପରିଚୟ ଆପଣ ଥରେ ନୁହେଁ ବହୁବାର ପାଇଛନ୍ତି। ଏ ଛୋଟ କାମ ମୁଁ କରିବି ଯିବି କାହିଁକି? ଯାହା ହେଉ ମୋ ମନରେ ଏତିକି ଆନନ୍ଦ ହେଉଛି ଯେ ଆପଣ ମତେ ଚିହ୍ନି ପାରିଛନ୍ତି। ଏ ମେଞ୍ଚଡ଼ ଟୋକା ଅଫିସର ମାନେ କାଲି ସକାଳେ କଲେଜରୁ ପାସ୍ କରି କାମରେ ଯୋଗ ଦେଇଛନ୍ତି। ଆପଣଙ୍କ ପରି ଅଭିଜ୍ଞତା ଆସିବ କୁଆଡୁ? ମଣିଷ ଚିହ୍ନିବେ କୁଆଡୁ? ଏସପି ଅଫିସର ମାନଙ୍କୁ କହିଲେ, ସେ କେବେ ହେଲେ ପକେଟ ମାରୁ କରିବନି। ଗୋଟିଏ ବଡ ନାମଜାଦା ଚୋର ପକ୍ଷରେ ଏପରି ଛୋଟ କାମ କରିବା ଅପମାନଜନକ। ସେ ଯଦି ପକେଟ ମାରୁ ପ୍ରକୃତରେ କରିଥାନ୍ତା ତେବେ ତାକୁ ଘଟଣାସ୍ଥଳରେ ଧରିବା ପୁଲିସ ପକ୍ଷରେ ଅସମ୍ଭବ ହୋଇଥାନ୍ତା। ପବନରେ ମିଳିଗଲା ପରି ସେ ଲୋକ ଗହଳି ଭିତରେ ମିଳି ଯାଇଥାନ୍ତା। ହଜାର ଲକ୍ଷ ଥିବା ସ୍ଥାନ ଉପରେ ସେ ଚଢଉ କରେ। ଖୁବ୍ ହେଲେ 50-100 ଟଙ୍କା ଥିବା ପକେଟ ତାକୁ ପାରୁଡା ପୋକ ପରି ଗନ୍ଧାଏ। ଚୋର ଓ ଡାକୁଙ୍କ ଭିତରେ ସେ ରାଜା। ଚୋର ଓ ଡାକୁମାନେ ତାକୁ ଭୟ ଓ ଭକ୍ତି ସମ୍ମାନ କରନ୍ତି। ଜଣେ ସମ୍ମାନିତ ବ୍ୟକ୍ତି ପକ୍ଷେ ଛୋଟ ଛୋଟ କାମ କରିବା ସମ୍ଭବ ନୁହେଁ। ଠିକ ଠିକ ଅନୁସନ୍ଧାନ କର, ଦେଖିବ ଘଟଣା ଅନ୍ୟ ପ୍ରକାର। ତାକୁ ଛାଡିଦିଅ। ଜଣେ ଚୋର ଡାକୁ ଜଗତରେ ମହା ଚାଞ୍ଚଲ୍ୟ ଖେଳିଗଲା। ଚୋରମାନେ ସ୍ତମ୍ଭୀଭୂତ ହୋଇଗଲେ। କଥାଟାକୁ କେହି ବିଶ୍ୱାସ କରିପାରିଲେ ନାହିଁ। ଅନେକ କହିଲେ, ପୁଲିସ ଜାଣି ଜାଣି ଆମ ଗୁରୁଦେବଙ୍କ ସମ୍ମାନ ହାନି କରିବା ଲାଗି ଏପରି ଏକ ଫନ୍ଦି ଲଗେଇ ଦେଇଛି। ବିରଳାଙ୍କ ପକ୍ଷରେ ଗୋଟାଏ ଖିଲିପାନ ଦୋକାନ ଖୋଲିବା ସମ୍ଭବ କି? ପୁଲିସ ସ୍ଥାନରୁ ଗୁରୁଦେବଙ୍କୁ ଛଡାଇ ଆଣିବାକୁ ହେବ। ଏଥିପାଇଁ ଗୋଟାଏ ଝଟିକା ବାହିନୀ ସଙ୍ଗେ ସଙ୍ଗେ ଗଢା ହୋଇଗଲା। କେତେକ ଚୌର ଓ ଡାକୁ ଗୁରୁଦେବ ମୁକ୍ତ ନ ହେବା ପର୍ଯ୍ୟନ୍ତ ଅନ୍ନ ଜଳ ସ୍ପର୍ଶ କରିବେ ନାହିଁ ବୋଲି ପ୍ରତିଜ୍ଞା କଲେ। ଅତି ଶୀଘ୍ର ଚୌର ଡାକୁ ମହାସଭାର କାର୍ଯ୍ୟକାରୀ କମିଟି ଡକାଇବାକୁ ସ୍ଥିର କରାଗଲା। ଚୌର ଡାକୁ ଜଗତରେ ଏକ ଜରୁରୀକାଳୀନ ଅବସ୍ଥା ଜାରି ହୋଇଗଲା। ରାଜ୍ୟ ସାରା ସମସ୍ତ ଚୌର ଡାକୁ ଉପସମିତି ଗୁଡିକୁ ସତର୍କ କରିଦିଆଗଲା। କିନ୍ତୁ କୌଣସି ପ୍ରକାର କ୍ରିୟାନୁଷ୍ଠାନ ଆରମ୍ଭ ହେବା ପୂର୍ବରୁ ଗୁରୁଦେବ ଶ୍ରୀ ଚୌର ମହାଶୟ ପୁଲିସ ହାତରୁ ମୁକ୍ତି ପାଇ ଚୌର ଡାକୁ ମହାସଭା ଅଫିସରେ ଆସି ପହଞ୍ଚିଲେ। ତାଙ୍କୁ ଦେଖିବା ମାତ୍ରେ ଚୌରମାନେ ଆନନ୍ଦ କୋଳାହଳରେ ସ୍ଥାନ କମ୍ପେଇ ଦେଲେ। ଫୁଲମାଳରେ ଗୁରୁଦେବଙ୍କୁ ଏକ ପ୍ରକାର ପୋତି ପକାଇଲେ। ଗୁରୁଦେବ କିନ୍ତୁ ପୂର୍ବପରି ଗମ୍ଭୀର ଓ ଚିନ୍ତାମଗ୍ନ ଦେଖାଗଲେ। ତାଙ୍କୁ କଥା ନ କହୁଥିବାରୁ ଦେଖୁ ଉପସ୍ଥିତ ଚୌର ଓ ଡାକୁମାନେ ପ୍ରମୋଦ ଗଣିଲେ। ଅତି ଗୁରୁତର ଘଟଣା ନ ଘଟିଲେ ଗୁରୁଦେବ ଏପରି ଗମ୍ଭୀର ଓ ମୌନ ରୁହନ୍ତି ନାହିଁ। ସମସ୍ତେ ଚୁପଚାପ ହୋଇଗଲେ। କିଛି ସମୟ ନିଃଶବ୍ଦରେ କଟିଯିବା ପରେ ଗୁରୁଦେବ ପାଟି ଖୋଲି କହିଲେ, ସେକ୍ରେଟେରୀକୁ ଡାକ। ମୁହୂର୍ତ୍ତକ ମଧ୍ୟରେ ସେକ୍ରେଟେରୀ ଆସି ଆଗରେ ହାତ ଯୋଡି ଠିଆ ହେଲେ। ଗୁରୁଦେବ ତଥା ସଭାପତି ଗମ୍ଭୀର ଭାବରେ କହିଲେ, କେଦାରେଶ୍ୱର ଠାରେ ମହାସଭାର ସାଧାରଣ ଅଧିବେଶନ ଜାଗର ଅମାବାସ୍ୟା ଦିନ ବସାଅ। ରାଜ୍ୟର ସମସ୍ତ ଉପସମିତି ମାନଙ୍କୁ ଖବର ଦିଅ, ସେମାନେ ଯେପରି ନିଶ୍ଚିତ ଭାବରେ ଯୋଗ ଦିଅନ୍ତି। ଅତି ଗୁରୁତର ବିଷୟମାନେ ଏଥିରେ ଆଲୋଚିତ ହୋଇ ପ୍ରସ୍ତାବ ଗ୍ରହଣ କରାଯିବ। ଜାଗର ଅମାବାସ୍ୟା ଦିନ କେଦାରେଶ୍ୱର ଅଞ୍ଚଳଟି ଉଠିଲା ପଡ଼ିଲା। ରାଜ୍ୟର ସମସ୍ତ ଉପସମିତିର ପ୍ରତିନିଧିମାନେ ସଭାପତିଙ୍କ ପାଦପଦ୍ମରେ ଦର୍ଶନୀ ଥୋଇ ଓ ଯଥାବିଧି ସମ୍ମାନ ଦେଇ ନିଜ ନିଜର ଆସନରେ ଉପବେଶନ କଲେ। ତତ୍ପରେ ସଭାକାର୍ଯ୍ୟ ଆରମ୍ଭ ହେଲା। ପୁଲିସ ଗୁଳିରେ ନିହତ 2ଟି ଡାକୁଙ୍କ ପାଇଁ 2 ମିନିଟ୍ ନୀରବ ପ୍ରାର୍ଥନା ଓ ପାକିସ୍ତାନରେ ଚୌରମାନଙ୍କର ହସ୍ତକର୍ତ୍ତନ ପାଇଁ ଗଭୀର ଉଦ୍ବେଗ ପ୍ରକାଶ ପରେ
सेक्रेटारी वार्षिक रिपोर्ट पढ़ी गला वर्षर आय व्यय शुणई देले। सेतरे मोट आय 25,17,519 टंका 69 पैसार गुप्तचर को 25, वकिल फीस 720, चौर और डाकुगणकर प्राप्य 12 लाख टंका, डाक्तर फीस बाबद 10,000, असाधु पुलिस कर्मचारी को 30,000, चोरा बंधुक गुड़ी खर्दी बाबद 5,478, एपरी मोट 12,48,698 खर्च जाई रिजर्व पांठि 12,68,828 टंका 69 नुआ पैसा गच्छित अछि। तापर विभिन्न वक्ता भाषण देवा बाद सभापति उठिले। चारिआड एकाबेळके निशब्द होइगले। सारंभ कले, संसार रे सबु किसबर मनीष सृष्टि कला परी परम पिता आंभ मानक सृष्टि करचंती। आंभ मानकर कार्य सुनियंत्रित करिवा लागि चौर मुनि एक चौर शास्त्र रचना करचंती। एहा आम देश रे वर्तमान दुर्लभ। गोटे पोथी जर्मनी एक जादूघर सुरक्षित हो रही। चोरी आमर मौलिक अधिकार। आजर उद्धत सरकार यहां मानिबाकू प्रस्तुत नुहे। अथच सरकार तांकर समस्त दफ्तर रे बेआईन चोरी को प्रशस्त देई आसीचंती। आमे आमर मौलिक अधिकार जाहिर करबाकू स्वार्थपर सरकार देउ नाहांती। एही परि पातर अंतर व्यवहार आमे बर्दाश्त करि पारिबु नाही। समस्त निज निज वृत्ति रे आगे जाउथिला बेले आमे सेतरु बा वर्तिबु काहेकि? चोरी को निषिद्ध करी सरकार जो सब एक तरफा आईन करचंती ताहा आंभ मानकर ग्रहण योग्य नुहे। सरकार आईन कला बेले आंभ मानकर परामर्श न नहीं एक तरफा भावे करि देइचंती। आमे गणतंत्रवादी एकछत्रवादर तीव्र विरोध करिबु। सरकार एई जो मानविकता विहीन पुलिस बाहिनी गढ़िचंती ताहा आंभ मानकर घोर शत्रु। आंभ मानक भितरु सेमाने जणे काहाकू धरि पकाइले ताहा सहित कथाबार्ता करिबाकू भूली जांती। सेना बाहिनी शत्रु पक्षर लोकंको बंदी कले सेमानंक सहित अति भद्र व्यवहार करंती। सेमानंको भल खाइबा पीबाकू दियंती। ए पुलिस वाला किंतु ठीक उल्टा। धरिबा संगे संगे अश्राव्य गाली दैहिक अत्याचार अकुंठ चित्तरे करि जांती। मु अचानक से दुर्बृत्त मानक कबल रे पड़िथिबा कथा तुमे सबु जानिथिबो, किंतु सेमानकर अभद्र व्यवहार कथा सुनि नथिबो। अति निकृष्ट धरणर गाली गोईठा सेमाने अति बेपरा बाय भाबरे मो उपरे लद्दी देले। चारिआडू लज्जा ध्वनि उठिला। सभापति पुणी कहिगले, मूर्ख अभद्र गुड़ाक टिके भाभी पारले नाही जे मोर प्याहेया सेमानकर आईजी संगे समान। आईजी पाखरे सेमानकर पार्टी फिटे नाही। तांको सम्मुखरे लांगुड़ जाकी ठिया हुअंती। अनुरूप पाहिया मोर होइथिले हे मो प्रति ए पुलिस बुलाए अति अभद्र व्यवहार देखाइबाकू पछेइलेनी। मो मुहकू खुंदा मो पिचा और पिठीरे गोईठा नादी देइगले। मते बसिबाकू खंडे चौकी न देई तळे कचि देले। युद्धबंदी मानंकु सेमानंक पाहिया अनुजाई उपयुक्त सम्मान दिया जाए। मो बेलको एबे आईन व्यतिक्रम करागला काहेंगे? दुई चारि डाकू अति उत्तेजित होई उठी चित्कार कले, आमे एहार डबल बबला नबु। जो माने आपणक प्रति दुर्व्यवहार करचंती सेमानक गंडीरु मुंड अलगा करदबु। मुंड पई मुंड देबाकू आमे प्रस्तुत अछु। आमे अलबत बदला नबु। गुरुदेव हाथ टेकी कहले, शांति शांति। तुम्भे माने भूली जाउछ एटा महात्मा गांधींकर देश। एबे प्रभु जीशुंकर भी किछि अंश हेलानी। मुंड काटी बदला नेबाटा पुरुणा कालिया बर्बर पंथा। आमे एक अभिनव उपाय बदला नबा। चलो आमे समस्त धर्मघट करिबा, चोरी डकैती बंद करदबा। एते बड़ सभाटारू पिंडरू जेपरी प्राण पक्षी उड़ीगला। समस्ते पत्थर मूर्ति पाल्टी गले। प्रकृतिस्थ हेबाकू समय लागिला। जणे थंगेई थंगेई प्रश्न कला, तेबे आमे बंचिबू किपरि? कि उपाय रोजगार करिबू? गुरुदेव मृदु हसी हसी कहिले, उपाय अछि। आमे चोरी और डाकुगिरी छाड़ीदेले से काम आउ केही करि पारिबे नाही। सेतिपई आमे प्रत्येक पुंजीपति, प्रत्येक बैंक, प्रत्येक धनी और सेठ मानकू प्रस्ताव देबा जे सेमाने यदि मासकू एक निर्दिष्ट वेतन देबे तेबे तांको इलाकारे कौनसी चोरी बा डकैती हेब नाही। यदि कौनसी रक्षक भक्षकर काम करि पकाए तेबे आमे खबर पाइला मात्रे संगे संगे ताहा उद्धार करी आनिदेबू। धनपति माने चोर डाकू महासभा ठारू ए प्रस्ताव पाइले अविलंबे ग्रहण करजिबे। हमर स्थायी आयर बाट खोलिजिबो। काहाकू आउ घूस देबाकू पड़िबनी। जणे लोक मरिगले अन्य माने तार भल गुण कोन थिला जानि पारंती। चोरी डकैती बंद होई गले लोके समाज को आमर दान विषय अवहित हेबे। निखिल राज्य चोर डाकू महासभा नाम एक निवेदन छपाई प्रत्येक धनपति पाखु पठेई देबा। सेतिरे आमे चोरी डकैती छाड़ी देलु।
ଏଥିସହ ସେମାନଙ୍କ ଧନ ନିରାପଦରେ ଓ ରହିବାର ବ୍ୟବସ୍ଥା କରିବୁ। ସେଥିପାଇଁ ଦରମା ବା ଭତ୍ତାର ବ୍ୟବସ୍ଥା, ଦୈବାତ୍ କୌଣସି ଭଦ୍ର ବ୍ୟକ୍ତି ଚୋରି କରି ପକାଇଲେ ତାର ଅବିଳମ୍ବ ପୁନରୁଦ୍ଧାର ବିଷୟ ସବୁ ରହିବ। ଅମୁକ ତାରିଖ ରାତି 12 ଠାରୁ ଚୋରି ଡକାୟତି ବନ୍ଦ ହେବ ବୋଲି ଘୋଷଣା କରି ଦେଇଥିବା। ରାଜ୍ୟ ସାରା ମହାଚାଞ୍ଚଲ୍ୟ ଖେଳିଗଲା। ଧନପତିମାନେ ଆଗ୍ରହରେ ପ୍ରସ୍ତାବ ଗୁଡ଼ିକ ଗ୍ରହଣ କରିଦେଲେ। ସମସ୍ତେ ତମ୍ବୀଭୂତ ହୋଇଗଲେ। ସତ୍ୟଯୁଗଟା କବାଟ ଭାଙ୍ଗି ଘର ଭିତରେ ପଶିଗଲା କି ଆଉ? ବହୁଦିନ ସୁରୁଖୁରୁରେ କଟିଗଲା। କ୍ରମେ ସୁଦୂର ପ୍ରସାରୀ ଫଳ ଗୁଡ଼ିକ ସୂର୍ଯ୍ୟୋଦୟ ପରି ଉଙ୍କି ମାରିଲା। ଚୋର ଡାକୁ ମହାସଭାର ସଭାପତି ତଥା ଗୁରୁଦେବ ଅଫିସରେ ତାଙ୍କ ଚୌକିରେ ବସି ଭବିଷ୍ୟତ କର୍ମପନ୍ଥା ବିଷୟରେ ଭାବି ଲାଗିଥାନ୍ତି। ଏହି ସମୟରେ ଦରବାନ ସଂଘର ସଭାପତି ଓ ସେକ୍ରେଟାରୀ ଧାଇଁ ଆସି ଗୋଡ଼ ତଳେ ପଡ଼ି କହିଲେ, ଆଜ୍ଞା, ଚୋରି ଡକାୟତି ବନ୍ଦ ହୋଇଯିବାରୁ ଆମ ଚାକିରିତକ ଗଲା। ହଜାର ହଜାର ଦରୱାନା ଏବେ ବେକାର ହୋଇ ଭୋକ ଉପାସରେ ଗଡୁଛନ୍ତି। ଉପଯୁକ୍ତ କର୍ମ ଯୋଗାଇ ଦେବାକୁ ଚେଷ୍ଟା କରିବେ ବୋଲି କହି ଦୁହିଁଙ୍କୁ ବିଦାୟ କରିଦେବା ପରେ କେତେ ଗୁଡ଼ିଏ ପୋଲିସ ଅଫିସର ଆସିଲେ ଓ ବିନମ୍ର ଅଭିବାଦନ କରି ଠିଆ ହୋଇ ରହିଲେ। ସଭାପତି ପ୍ରତି ଅଭିବାଦନ ଜଣାଇ ସମସ୍ତଙ୍କୁ ବସିବା ପାଇଁ ଚୌକି ଦେଇସାରି କହିଲେ, ଆଉ ଆସିବାର କାରଣ ତ ଦେଖୁନି? ଜଣେ ପୋଲିସ କହିଲେ, ଆମ୍ଭମାନଙ୍କ ସଂଖ୍ୟା ଆସ୍ତେ ଆସ୍ତେ ହ୍ରାସ ପାଇଲାଣି। ନୂଆ ପୋଲିସ ଗ୍ରହଣ ଓ ରିକ୍ରୁଟମେଣ୍ଟ ମେଡାଲ ପ୍ରଶଂସା ପତ୍ର ଓ ପଦୋନ୍ନତିରେ ଛକି ପଡ଼ିଗଲାଣି। କେବଳ ଦରମାଟିରେ ଚଳିବାକୁ ପଡୁଛି। ଉପରିର ପ୍ରଶ୍ନ ନାହିଁ। ସମାଜର କିଛି କାମ କରୁଛୁ ବୋଲି ଲୋକେ ଆଉ ବିଚାରୁ ନାହାନ୍ତି। ଆମକୁ ମୂଲିଆ ଓ ସମାଜର ଗୋଟାଏ ଅଧିକ ବୋଝ ବୋଲି ବିଚାରୁଛନ୍ତି। ସେଠ ସାହୁକାର ବ୍ୟାଙ୍କର ମାନେ ଆମ ଉପରେ ଖିଙ୍କାଡି ହୋଇ ଘଉଡ଼ି ଦେଉଛନ୍ତି। ଆମ୍ଭେମାନେ ଦରମରା ହୋଇଗଲୁ। ଏବେ ଆମେ ଆପଣମାନଙ୍କ ମୂଲ୍ୟ ବୁଝୁଛୁ। ଦୟାକରି ପୁନର୍ବାର ପୂର୍ବ ବେଉସା ଆରମ୍ଭ କରନ୍ତୁ, ନଚେତ ଆମେ ଦିନହୀନ ଭାବରେ ମରିଯିବୁ। ପଛ କଥା ଭୁଲି ଆମକୁ କ୍ଷମା ଦିଅନ୍ତୁ। ଆଉ ଜଣେ କହିଲେ, ଆପଣମାନଙ୍କ ଯୋଗୁଁ ଆମେ ଘରଣୀକୁ ସନ୍ତୁଷ୍ଟ ରଖିପାରୁଥିଲୁ। ଟେରିଲିନ, ଡେକ୍ରନ, ଟେରିକଟ ଆଦି ମୂଲ୍ୟବାନ କପଡ଼ାର ଶାଢ଼ୀ, ସୁଟିଂ ଆପଣମାନଙ୍କ ଠାରୁ ଉପହାର ପାଇଥିବାରୁ ଆମେ ଆମ ଘରଣୀଙ୍କ ମନୋରଞ୍ଜନ କରିପାରିଥିଲୁ। ଦରମାରେ ହାତ ବାଜୁନଥିଲା। ଏବେ ଦରମାର 90 ଭାଗ ଶାଢ଼ୀ ବ୍ଲାଉଜରେ ଖର୍ଚ୍ଚ କଲେ କେବଳ ସେମାନଙ୍କୁ ସନ୍ତୁଷ୍ଟ ରଖିହେବ। ଆମ୍ଭମାନଙ୍କର ଗାର୍ହସ୍ଥ ଜୀବନ ଅଶାନ୍ତି ଓ କରୁଣତାରେ ଭରପୁର ହୋଇଗଲାଣି। ଆଗେ ଆମ ଉପରେ ଭୋଜି ଭାତର ବର୍ଷା ହେଉଥିଲା। ଏବେ ଭୁଲରେ ବି ଚାହା କପେ କେହି ଯାଚୁନାହାନ୍ତି। ଆମେ ଖଲା କର୍ମର ଫଳ ଭୋଗୁଛୁ। ପୂର୍ବ ବେଉସା ଆରମ୍ଭ କରି ଆମ୍ଭମାନଙ୍କୁ ରକ୍ଷା କରନ୍ତୁ। ସଭାପତି ସମସ୍ତଙ୍କୁ ଭୂରି ଭୋଜନରେ ଆପ୍ୟାୟିତ କରି ବିଦାୟ ଦେଲେ। ଆଉ ସେ ବିଷୟରେ ଚିନ୍ତା କରିବେ ବୋଲି ଆଶ୍ୱାସନା ଦେଲେ। କିଛି ସମୟ ପରେ ଜଣେ ଅର୍ଥନୀତି ଅଧ୍ୟାପକ ସେଠାରେ ପହଞ୍ଚି ନିଜର ପରିଚୟ ଦେଲେ। ବିସ୍ମିତ ସଭାପତି ତାଙ୍କର ସତ୍କାର କରି ବସାଇଲେ ଓ ଆଗମନର କାରଣ ପଚାରିଲେ। ଅଧ୍ୟାପକ ଆରମ୍ଭ କଲେ, ଆପଣମାନେ ଯେଉଁ ବ୍ୟବସ୍ଥା କଲେ, ଏଥିରେ ରାଜ୍ୟର ଆର୍ଥିକ ଅବସ୍ଥାରେ ଗୁରୁତର ବିଶୃଙ୍ଖଳା ଓ ବିଭ୍ରାଟ ଦେଖାଗଲାଣି। ଆଗେ ଧନପତିମାନେ ହଜାର ହଜାର ଲୋକଙ୍କର ସଚଳ ମୁଦ୍ରା ଶୋଷି ନିଜ ନିଜ ଗନ୍ତା ଘରେ ଅଚଳ ମୁଦ୍ରା ରୂପରେ ସାଇତି ରଖୁଥିଲେ। ଆପଣମାନେ କେବଳ ତାକୁ ଲୁଟ କରି ସଚଳ ମୁଦ୍ରାରେ ପରିଣତ କରିପାରୁଥିଲେ। ତାହା ପୁନର୍ବାର ହଜାର ହଜାର ଲୋକଙ୍କ ପାଖକୁ ସଚଳ ମୁଦ୍ରା ରୂପେ ଫେରି ଯାଉଥିଲା। ମୁଦ୍ରା ଅଚଳ ହେଲେ ତାହା ମୂଲ୍ୟହୀନ ହୋଇଯାଏ। ଧନପତିମାନେ କୋଟି କୋଟି ଟଙ୍କା ଅଚଳ କରିଦେବା ଫଳରେ ସମାଜର ଘୋର କ୍ଷତି ହେଉଥିଲା। ପ୍ରଚଳିତ ଆଇନ ସେଗୁଡ଼ିକୁ ସଚଳ କରାଇବାରେ ସମ୍ପୂର୍ଣ୍ଣ ଅକ୍ଷମ ଥିଲା। ଆପଣମାନେ ହିଁ କେବଳ ସେହି ଅଚଳ ମୁଦ୍ରା ଉପରେ ମୃତ ସଞ୍ଜୀବିନୀ ଛିଞ୍ଚି ସଚଳ କରୁଥିଲେ। ଅର୍ଥନୀତିରେ ଭାରସାମ୍ୟ ରହୁଥିଲା। ଏବେ ଆପଣମାନେ ନୂତନ ପନ୍ଥା ଗ୍ରହଣ କରିବା ଫଳରେ ଅଚଳ ମୁଦ୍ରାର କଳେବର ଅତି ଦ୍ରୁତ ଗତିରେ ବଢି ଚାଲିଛି। ସାଧାରଣ ଲୋକଙ୍କ ଭିତରେ ଘୋର ଆର୍ଥିକ ସଙ୍କଟ ଦେଖାଗଲାଣି। ଆଉ ମଧ୍ୟ ଯେଉଁମାନେ ନିରାପଦ ସିନ୍ଦୁକ ବା ସେଫ୍ଟି ଭଲ୍ଟରେ ବାହାରୁ ଧନ ଗହଣା ପତ୍ର ରଖି ଭଡ଼ା ଆକାରରେ ଯଥେଷ୍ଟ ଟଙ୍କା ରୋଜଗାର କରୁଥିଲେ, ସେମାନେ ଏବେ ଭୋକ ଉପାସରେ ସଢୁଛନ୍ତି। ପୁଞ୍ଜିପତିମାନେ ଇନକମ ଟ୍ୟାକ୍ସ ବାଲାଙ୍କୁ ଚିତା କାଟିବା ପାଇଁ ଆଉ ବ୍ୟାଙ୍କରେ ଟଙ୍କା ରଖୁନାହାନ୍ତି। ଫଳରେ ବ୍ୟାଙ୍କ ମାନେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ। ଏପରି ଅବସ୍ଥା ଲାଗି ରହିଲେ ରାଜ୍ୟ ରସାତଳକୁ ଯିବ। ଅର୍ଥନୀତିରେ ସଙ୍କଟ କ୍ରମେ ଅନ୍ୟ ସବୁ ଆଡକୁ ପ୍ରସାରି ଯିବ। ଆପଣମାନଙ୍କ ଧର୍ମଘଟ ସମସ୍ତଙ୍କୁ ମହା ଅଡୁଆରେ ପକାଇଛି। ଏ ଧର୍ମଘଟ ଭାଙ୍ଗିବାକୁ ପୃଥିବୀର କୌଣସି ଶକ୍ତି ପକ୍ଷେ ସମ୍ଭବ ନୁହେଁ। ଆପଣମାନେ ହିଁ ସ୍ୱେଚ୍ଛାରେ ଏହାକୁ ପ୍ରତିହାର କରିପାରିବେ। ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଆପଣ ଏ ବିଷୟରେ ଗଭୀର ଚିନ୍ତା କରନ୍ତୁ। ସଭାପତି ଅଧ୍ୟାପକଙ୍କୁ ସାନ୍ତ୍ୱନା ଦେଇ ବିଦାୟ କଲେ। ଏକ ଜରୁରୀ ସଭା ଡକାଇ କଥାଟା ପକେଇଲେ। ସଭାରେ ମତ ପ୍ରକାଶ ପାଇଲା ଯେ ଏଥିପାଇଁ ଲୋକମତ ସଂଗ୍ରହ କରାଯିବ। ପୋଲିସ ବାଲାଙ୍କ ଠାରୁ ଅଭ୍ୟୁଚିତ ବ୍ୟବହାର ନ ଦେଖାଇବାକୁ ଅଙ୍ଗୀକାର ପତ୍ର ଅଣାଯିବ। ଚିଠିରେ ମତାମତ ପଠାଇବାକୁ ବିଜ୍ଞାପନ ଦିଆଯିବ। ଧନ୍ୟବାଦ।